ନେତାଜୀଙ୍କର 129ତମ ଜନ୍ମ ବାର୍ଷିକରେ କହିବାକୁ ଚାହେଁ ଯେ ସେଭଳିଆ ଯେଉଁ ସ୍ୱାଧୀନତା ସଂଗ୍ରାମୀ ଯିଏକି କହୁଥିଲେ ରକ୍ତ ଦେଲେ ମୁଁ ସ୍ୱାଧୀନତା ଦେବି ଏବଂ ଭାରତ ବର୍ଷ ପାଇଁ ପରାଧୀନ ଭାରତକୁ ସ୍ୱାଧୀନ କରିବାରେ ତାଙ୍କର ଅତୁଳନୀୟ ଅବଦାନ, ସେଇଭଳି ମହାପୁରୁଷଙ୍କୁ ମୁଁ ସବୁବେଳେ ନମନ କରେ ଏବଂ ତାଙ୍କ ଭଳିଆ ଆଜି ଯୁବକ ମାନଙ୍କୁ ମୁଁ ଆହ୍ୱାନ କରିବି ଯେ ତାଙ୍କେ ଯେଉଁ ଆହ୍ୱାନ ଦେଇଥିଲେ ସେ ଆହ୍ୱାନରେ ଆମେ ନିଶ୍ଚିତ ଭାବରେ ସାମିଲ ହେବା ଏବଂ ଏ ଭାରତ ବର୍ଷକୁ ସୁରକ୍ଷିତ ରଖିବା ସହ ଭାରତକୁ ଅଗ୍ରଗତି କରିବା ନିମନ୍ତେ ଆମେ ସମର୍ପିତ ହେବା। ତାଙ୍କର ଏଇ ଯୋଉ ଅକ୍ଳାନ୍ତ ପରିଶ୍ରମ ତ୍ୟାଗ ପାଇଁ ଆମେ ତାଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। କିନ୍ତୁ ଜଣେ ସ୍ୱାଧୀନ ଭାରତର କ୍ରାନ୍ତିକାରୀ ନେତା ଯିଏ ଭାରତ ବର୍ଷକୁ ଯୁବ ସମାଜକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ମୋତେ ରକ୍ତ ଦିଅ ମୁଁ ତୁମମାନଙ୍କୁ ସ୍ୱାଧୀନତା ଦେବି। ଆଜି ସେଇ କ୍ରାନ୍ତିବୀରଙ୍କର ଜନ୍ମ ଜୟନ୍ତୀ ଯିଏକି 1897 ମସିହାରେ ଆଜିର ଦିବସରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦିବସକୁ ଆମେ ଆଜି ମନେ ପକାଇ ତାଙ୍କର ସ୍ମୃତିଚାରଣ କରି ଏଭଳିଆ ଏକ ଯୋଦ୍ଧା ଯେ ଭାରତବର୍ଷ ପରାଧୀନ ଭାରତକୁ ସ୍ୱାଧୀନ କରିବା ପାଇଁ ତାଙ୍କର ଯେଉଁ ମନ୍ତ୍ର ଥିଲା ସେ ମନ୍ତ୍ରକୁ ଆଜି ହୃଦବୋଧ କରିବାର ଅଛି। ଆଜି ଯୁବଶକ୍ତି ସେ ଆହ୍ୱାନକୁ ପୁଣି ଥରେ ସ୍ୱୀକାର କରିବାର ଆବଶ୍ୟକ ରହିଛି। ସମାଜ ମଧ୍ୟରେ ରହିଥିବା ଯେତେ ସବୁ ଦୁର୍ନୀତି ଅପରାଧ ଏସବୁକୁ କିଭଳିଆ ଭାବରେ ମୁକ୍ତ ସମାଜ ଏବଂ ସୁସ୍ଥ ସମାଜ ଗଠନ କରିବା ପାଇଁ ତାଙ୍କର ଯେଉଁ ଆହ୍ୱାନ ଥିଲା ବ୍ରିଟିଶ ବିରୁଦ୍ଧରେ ତାକୁ ଆଜି ଆମେ ମନେ ପକାଇବାକୁ ପଡ଼ିବ। ବ୍ରିଟିଶ ନାହାନ୍ତି ସତ, ତଥାପି ଆମେ ବ୍ରିଟିଶଙ୍କର ଚିନ୍ତାଧାରା, ବ୍ରିଟିଶଙ୍କର ସେ ଅତ୍ୟାଚାର, ସେ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ତାଙ୍କର ଯେଉଁ ଆହ୍ୱାନ ରହିଥିଲା ଭାରତବର୍ଷକୁ ସୁସଂଗଠିତ କରିବା ପାଇଁ, ସ୍ୱାଧୀନ କରିବା ପାଇଁ, ତାଙ୍କର ସେଇ ଏକାନ୍ତ ତାଙ୍କର ଭାବନା, ତାଙ୍କର ଆଦର୍ଶକୁ ମନେ ପକାଇବା ପାଇଁ ଆଜି ଆମେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଜନ୍ମ ବାର୍ଷିକ ଆମେ ପାଳନ କରିଥିଲୁ।